ପଖାଳ ଥାଳିରେ ହୁଏ ସବୁ ସମାନ, ଶାଗ ହଉ କି ମାଛ ସବୁରେ ଏକ ମନ। ନାହିଁ ସେଠି ଭେଦଭାବ, ନାହିଁ କୌଣସି ରେଖା, ଭାତ ପାଣି ମିଶି ହୁଏ ଭଲ ପାଇବାର ଦେଖା। ନାହିଁ କିଛି ଆଡ଼ମ୍ବର, ନାହିଁ କିଛି ଆୟୋଜନ, ସରଳତାରେ ଲୁଚିଥାଇ ଆମ ଏ ଜୀବନ। ଲୁଣ ଲଙ୍କା ପିଆଜ ସହ ହସେ ସରଳ ଜୀବନ, ଛୋଟ ଥାଳିରେ ମିଳେ ବଡ଼ ଭଲ ପାଇବାର ଚିହ୍ନ। ତେବେ ସାଙ୍ଗମାନେ, ଆଜି ମୁଁ ଆପଣମାନଙ୍କ ସାଙ୍ଗେ ସେୟାର କରିବି ଗୋଟେ ନନଭେଜ୍ ରେସିପି। ସେ ପୁଣି ଯେତେବେଳେ ନା ଆମର ମାଛ ଆମେ ଅଧିକ ଆଣି ଦେଇଥାଉ, ଅଧିକାଂଶ ସମୟରେ ମାଛ ଅଧିକ ଆସିବା ଦ୍ୱାରା କ'ଣ ହୁଏ ନା ମାଛ ବଳିଯାଏ, ଆଉ ମାଛ ଖାଇବାକୁ କାହାର ବି ଇଚ୍ଛା ହୁଏନି। ତ ସେ ସମୟରେ ଏମିତି ଗୋଟେ ଦୁଇଟା ରେସିପି ଅଛି ବହୁତ ହି କମ୍ ସମୟରେ, ଏବଂ ମାଛକୁ ଏମିତି ଭାବରେ ଆମେମାନେ ପ୍ରସ୍ତୁତ କରିବା ରୁଟି ସାଙ୍ଗରେ ବି ଖାଇପାରିବେ ଏବଂ ପଖାଳ ଭାତ ସାଙ୍ଗରେ ବି ଖାଇପାରିବେ। ଯଦି ମାଛ ଅଧିକ ବଳି ଯାଉଛି, ମାଛ ତରକାରୀ ସହିତ ବି ସାଇଡ଼ରେ ଟିକେ ଟିକେ ଦେଲେ ସେମାନେ ସବୁ ଖାଇପାରିବେ। ତ ଚାଲନ୍ତୁ ଆଜିର ରେସିପିଟି ଷ୍ଟାର୍ଟ କରିବା। ତା ପୂର୍ବରୁ ନମସ୍କାର, ପ୍ରୀତି ଛନ୍ଦା ହୋମ୍ କିଚେନ୍କୁ ଆପଣ ସମସ୍ତଙ୍କୁ ସ୍ୱାଗତ। ତେବେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ସାଧାରଣତଃ ଲାଞ୍ଜ ମାଛ ଏବଂ ଲାଞ୍ଜର ଉପର ଯେଉଁ ଗଣ୍ଡି ପିସ୍ଟା ଥାଏ ସେଇଟା ସାଧାରଣତଃ କେହି ଖାଆନ୍ତିନି, କାରଣ ସେଥିରୁ ବହୁତ କଣ୍ଟା ବାହାରେ। ତ ଏମିତି ଭାବରେ ଲାଞ୍ଜକୁ ଏବଂ ଯାହା ସବୁ ବଳି ଯାଇଥିବା ମାଛକୁ ଭଲ ଭାବରେ ଆମେ ବାଛି ନେବା, ଯାହାଦ୍ୱାରା କି କଣ୍ଟା ଯେମିତି ଗୋଟି ଗୋଟି କରି ଟିକେ ନାକୁ ଦେଖି କଣ୍ଟା ତକ ଆମେମାନେ ବାଛି ନେବା। ଏଇଠି ଆମେମାନେ ସବୁତକ ମାଛକୁ ବାଛି ସାରିଛେ। ଏବେ କ'ଣ କରିବା ନା ଆମେ ଗ୍ୟାସ୍ ଅନ୍ କରିବା, ଆଉ ଗ୍ୟାସ୍ ଉପରେ ଗୋଟେ କଡ଼େଇଟେ ଆମେମାନେ ବସାଇବା। ତ ସେଇଥିରେ ନା ଆମେ କିଛି ସୋରିଷ ତେଲ ଆଡ଼୍ କରିବା। ସେଇଥିରେ ଶୁଖିଲା ଲଙ୍କା ହଉ କିମ୍ବା କଞ୍ଚା ଲଙ୍କା ହଉ ଆମେ ଟିକେ ଫୁଟେଇ ଦେବା। ଯଦି ଆପଣଙ୍କର ଗ୍ୟାସ୍ ପ୍ରୋବ୍ଲେମ୍ ହେଉଛି, ଶୁଖିଲା ଲଙ୍କାକୁ ଏକଦମ ସ୍କିପ୍ କରିଦେବେ। ଏହା ବଦଳରେ ଆମେମାନେ କଞ୍ଚା ଲଙ୍କା ନେଇପାରିବା। ଟିକେ ନାକୁ ରସୁଣକୁ ଚୋପା ଛଡ଼େଇକି ରଖିଥିଲି, ରସୁଣକୁ ମଧ୍ୟ ଟିକେ ନାକୁ ଭାଜି ଆଣିବା। ଗୋଟେ ପ୍ଲେଟ୍କୁ ଆମେମାନେ କାଢ଼ି ନେବା। ସେଇ ପ୍ଲେଟ୍ରେ ଆମେମାନେ କିଛି କାଟି ରଖିଥିବା ପିଆଜ ଆମେମାନେ ଆଡ଼୍ କରିବା, ଧନିଆ ପତ୍ର ଆଡ଼୍ କରିବା, ସାଇଡ଼୍ରେ ଟିକେ ନାକୁ ଲେମ୍ବୁ ରଖିବା। ବଳକା ଥିବା ଯେଉଁ ସୋରିଷ ତେଲ ଥିଲା ସେଇଟା ଆମେମାନେ ଆଡ଼୍ କରିବା। ସେଥିରେ ଟିକେ ନାକୁ ଲଙ୍କାଗୁଣ୍ଡ, ଲୁଣ ଏବଂ ଆଡ଼୍ କରିଦେବା। ତାକୁ ଭଲ ଭାବରେ ଚକଟି ନେବା। ଚକଟି ସାରିଲା ପରେ ରସୁଣ ଲଙ୍କା ଏସବୁର ଭଲସେ ଚକଟି ସାରିଲା ପରେ ଯେଉଁ ମାଛକୁ ଆମେମାନେ ବାଛିକି ରଖିଥିଲେ ତାକୁ ସେଥିରେ ଆଡ଼୍ କରିଦେବା। ଟିକେ ନାକୁ ଆବଶ୍ୟକ ହେଲେ ପୁଣି ଟିକେ ନାକୁ ସୋରିଷ ତେଲ ପକାଇଦେବା। ଏଇଟା ତ ଆପଣମାନେ ସମସ୍ତେ ଜାଣିଥିବେ, ମାଛ ଛେଚାକୁ କୁହନ୍ତି। କିନ୍ତୁ ଏଇଟା ପଖାଳ ସାଙ୍ଗରେ ଖାଇବାକୁ ନା ବହୁତ ବଢ଼ିଆ ଲାଗେ। ରୁଟି ଅପେକ୍ଷା ପଖାଳ ସାଙ୍ଗରେ ଖାଇବାକୁ ବହୁତ ଭଲ ଲାଗେ। ବହୁତ ଯଦି ମାଛ ଏମିତି ବଳି ଯାଉଛି, ସାଇଡ଼୍ ଆଇଟମ୍ରେ ବି ଆପଣମାନେ ଦେଇପାରିବେ। ତରକାରୀ ଦେଲେ ସାଇଡ଼୍ରେ ଟିକେ ନାକୁ ଏଇ ମାଛକୁ, ଏଇ ଯେଉଁ ମାଛ ଛେଚାକୁ ଆପଣମାନେ ଦେଇପାରିବେ। ବହୁତ ହି ଟେଷ୍ଟ ଲାଗେ। ଏଇଟା ତ ଗୋଟେ ଆଇଟମ୍ ହେଇଗଲା। ଏଇ ଆଇଟମ୍କୁ ପୁଣି ଆମେ ଆଉ ଗୋଟେ ଆଇଟମ୍ ବନେଇବା, ଯେଉଁଟାକି ଆମେ ରୁଟି ସାଙ୍ଗରେ ଖାଇପାରିବା। ଧର 4ଟା ବେଳେ ଛୁଆଙ୍କୁ କିଛି ଖାଇବାକୁ ଇଚ୍ଛା ହେଲା, 4ଟା ବେଳେ ମଧ୍ୟ ଆମେମାନେ 4ଟା 5ଟା ବେଳକୁ ମଧ୍ୟ ଦେଇପାରିବା। ତ ସେମ୍ କିଛି କରିବା ଦରକାର ନାହିଁ। ଏମିତି ଯେଉଁଟା ରଖିଥିଲେ ନା ଆମେ ଚକଟିକି ମାଛକୁ, ତାକୁ ଏମିତି ଟିକି ସେପ୍ର ଟିକେ ନାକୁ ଦେଇଦେବା, ଏମିତି ରାଉଣ୍ଡ ସେପ୍ର ଟିକେ ନାକୁ ବନେଇଦେବା। କିଛି କର୍ଣ୍ଣଫ୍ଲୋର୍ କି କୌଣସି ମଇଦା ଚାଉଳ ଚୁନାର ଆବଶ୍ୟକତା ନାହିଁ। ତ ଏମିତି ଭାବରେ ଟିକେ ନାକୁ ଏମିତି ରାଉଣ୍ଡ ସେପ୍ର ଦେଇକି ତାକୁ ହାଲକା ସିମ୍ ଆଞ୍ଚରେ ଆମେମାନେ ଏପଟ ସେପଟ କରି ଭଲ ଭାବରେ ଗୋଲ୍ଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଭାଜି ନେବା। ଏଠି ଦେଖନ୍ତୁ ପୁରା କ୍ରିସ୍ପି ହେଇକି ଭାଜି ହେବ, ବହୁତ ବଢ଼ିଆ ଲାଗିବ। ମାଛ କଟଲେଟ୍ ଆମର ପୁରା ରେଡ଼ି ହେଇଗଲା, ଯେଉଁଟାକି ଆମେ ରୁଟି ସାଙ୍ଗରେ ମଧ୍ୟ ଖାଇପାରିବା। ତ ମାଛ ଯଦି ବଳି ଯାଉଛି, ଏହିପରି ଭାବରେ ନିଶ୍ଚିତ ବନାନ୍ତୁ, ଖାଇବାକୁ ବହୁତ ହି ବଢ଼ିଆ ଲାଗିବ। ବହୁତ ହି କମ୍ ସମୟର ରେସିପିଟା ଆପଣମାନଙ୍କ ସାଙ୍ଗେ ସେୟାର କରି, କିନ୍ତୁ ବହୁତ ହି ଉପକାରୀ ଆସିବ। ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ରହିଲି, ନମସ୍କାର।